ହ୍ୟାଲୋ। ହ୍ୟାଲୋ। ହଁ ହ୍ୟାଲୋ କହ। ହଁ ପହଞ୍ଚିଲଣି ନା? ହଁ ପହଞ୍ଚି ଗଲିଣି ଆଉ କହୁନୁ। କଲା ବେଳେ କାଇଁ ମତେ ଆଇ ଲଭ୍ ୟୁ କହିଲନି? ଆରେ କହିନି ପଳେଇ ଆଇଲି ଛାନିଆ ମାନିଆରେ ଆଜି ଲେଟ ରେ ଉଠିଲି। ହଉ ଏବେ ତ ଫୋନ କରିକି ଭାବୁଥିଲି ଫ୍ରି ଟିକେ ହେଲି କହିଥାନ୍ତି ଆଉ ତମେ ତ କଲ୍ କରିଦେଲ ଆଉ ଠିକ ଟାଇମ ରେ ହଁ ଆଉ ଆଇ ହଁ ଲଭ୍ ନା ୟୁ ମୁଁ ଆଇ ଲଭ୍ ୟୁ ଆଇ ଲଭ୍ ୟୁ। ହଁ ହଁ ମୁଁ ତ ମିସ୍ କଲ ହେଇଥିବି ନା। ହଁ ନାଇଁ ମ ଆଜି ଟିକେ କହିବା ପାଇଁ ଭୁଲି ଯାଇଥିଲି ଏତେ ରାଗ ହଁ ନେଇ। ନା ଏମିତି କଥା। ହଁ ଏମିତି ତମେ କହିଛ ଭୁଲି ଯାଉଛ। ମୁଁ ହଉ ତମକୁ ଛାଡ ସବୁ ସେ କଥା। ହଉ ହଉ କୁହ। ଛାଡ। ଆଜି ମୋ ଭଏସ ଟା ଶୁଣିବାକୁ ତମକୁ କେମିତି ଲାଗୁଛି? ଭଏସ ଯେମିତି ସବୁଦିନେ ଲାଗେ ସେମିତି ଲାଗୁଛି। କାହିଁକି ତମେ କିଛି ସତ ଚେଞ୍ଜ କରିଛ କି? ସତରେ ପଚାରୁଛି ଭଲରେ କୁହ। ଆଉ ତମେ କିଛି ଚେଞ୍ଜ କରିଛ କି? ଯେମିତି ନର୍ମାଲ ତ ତମ ସେମିତି ଲାଗୁଛି ଡେଲି ଭଏସ ଭଳିଆ। ତମକୁ କିଛି ତମକୁ କିଛି ଚେଞ୍ଜେସ୍ ଲାଗୁନି? ସତ କହିମି ନା ମିଛ କହିମି? ସତ ହିଁ କୁହ। ସତ କହିଲେ ମତେ 2 ଦିନ ନହେଲେ ଦିନେ ଖାଇବା ପାଇଁ ମିଳିବ କି ନ ମିଳିବ ମୋର କିଛି ଭରସା ନାହିଁ। ମୁଁ ତା ହଉ ହଉ ଅପେକ୍ଷା ମିଛ କୁହନି ଥାଉ। କହିକି ତ ଗଣ୍ଡେ ଖାଇବି ସେତିକି ମୋ ପାଇଁ ବହୁତ ଖୁସିର କଥା ମୁଁ ଭାଗ୍ୟବାନ। ହଁ ନା ମୁଁ ଯାଇଣି ତମକୁ ଖାଇତେ ଦଉନଥିଲି। ସେଇଟା ମତେ ଜଣା ତତେ ଜଣା। ହଉ ହଉ। ହଉ ଓ ଆଚ୍ଛା ଗୋଟେ କଥା ପଚାରିଥାନ୍ତି ଖରାପ ଭାବିବନି ନା? ନାଇଁ ତମେ କହିଲେ ବି ଖରାପ ଭାବିବାର ନାଇଁ। ଏମିତି ଯୋଉ କଥା କହିଲେ ମୁଁ କେମିତି କାହିଁ ଖରାପ ଭାବିବି ଯେ? ଖରାପ ହଁ ନା ଭାବିଲେ ବି କିଛି ହବନି କୁହ। ହଁ ଭାବି ଆଚ୍ଛା ସାରିଛ ମୁଁ ଯଦି ଯେତେବେଳେ କହିବ ହଁ କହିଦିଅ। ହୁଁ, ହଉ ମୁଁ ଯଦି ତମ ଲାଇଫରେ ନଥାନ୍ତି ତେବେ କଣ ହେଇଥାନ୍ତା? ଗୋଟେ କଥା କହିବି? କଣ? ଗଛ ନ ଲଗେଇ ଯଦି ଫଳ ଖାଇବି ତମେ କଥା ପଚାରିବା ଭଳିଆ ସେଇଟା ସମାନ ହେଇଯାଉଛି। ହଁ କି ବୁଝିପାରିଲି ଟିକେ ଭଲରେ ବୁଝେଇ ଦିଅ। ଦେଖ ଗଛଟା ଲଗେଇଲା ପରେ ଫଳ ଖାଇବି। ହୁଁ ବାହା ହେଲା ପରେ ମାଇପ ଆସିବ ଆଇ ହୁଁ ମିନ୍ ସ୍ତ୍ରୀ। ହୁଁ ଯାହା ହବ ଗଛ ହବ କି ମରିଯିବ ଫଳ ଦବ କି ନଦବ ଠିକ ତମେ ସେଇଭଳିଆ ଭଲରେ ଖାଇତେ ପିଇତେ ଦବ କି ନଦବ ରାଗ ରୁଷା ଆଉ କୋଉ ଭଳି ତମକୁ ଏକ୍ଜାମ୍ପଲ ଦେମି? ଲାଇଫରେ ତ ଯାହା ଆସିକି କରିଛ ମୋର ନଥିବିଲେ ଯାହା ହେଇଥାନ୍ତା ସିଏ ଗୋଟେ କଥା ଆସି ସାରିଛ ମୁଁ ଖରାପ କହିଲେ ମୋର ଅସୁବିଧା ଭଲ କହିଲେ ବି ମୋର ଭଲ। ତ ମୁଁ ହଉ କୋଉଟା କହିମି ତମେ ଜାଣିଥିବ। ହୁଁ ନା ମତେ ବେଳେ ବେଳେ ଲାଗେ ମୁଁ ତମ ଲାଇଫରେ ଗୋଟେ ବର୍ଡନ ହେଇକି ତାହେଲେ ଅଛି ତମକୁ କଷ୍ଟ ତମକୁ ତାହେଲେ ଦଉଛି। ବେଳେ ବେଳେ ସେଇଟା ଲାଗେ ତାହେଲେ ବେଳେ ବେଳେ ନୁହେଁ ହୁଁ ଆଚ୍ଛା। ମୁଁ ତମକୁ ଭଲରେ ରୋଷେଇ କରିକି ଦିଏନି ଟେଷ୍ଟି ଟେଷ୍ଟି ଖାଇବା କରିକି ଦେଇପାରେନି ତମକୁ ରାଗେ। ଓ ସେଥିପାଇଁ ପଚାରିଲି ମୋ ମନକୁ ଆସିଲା ବୋଲି। ମୁଁ ପୁରା ଆଙ୍ଗୁଳି ଚାଟୁଥିଲି ଆଙ୍ଗୁଳି ଟା ଛିଡିଗଲା। କେମିତି ବୁଝେଇକି କହିମି ତମକୁ ତମ ରାନ୍ଧଣା କେତେ ସ୍ଵାଦ। ପାଞ୍ଚ ହଁ ନା ମିନିଟରେ କରିଦିଅ ତମେ ପରା। ସତରେ ଦିନେ ନ ଖାଇଲେ ବିଶ୍ୱାସ ମୋ କରିବ ଦିନେ ନ ଖାଇଲେ ମୋର ନିଦ ହୁଏନି ପରା। ହଁ ନା ସତ କହୁଛି ମ ଆଜି କଣ ହେଇଛି କୁହନି ଏତେ ସୁଇଟ କାହିଁକି ତମେ ଏତେ ମିଠା ମିଠା କଥା କହୁଛ ଯେ? ଗୋଟେ କଥା ଶୁଣ। କୁହ। ଲଙ୍କାକୁ ଭାଙ୍ଗିଲେ ବି ରାଗ ଲାଗିବ ଖାଇଲେ ବି ହୁଁ ରାଗ ଲାଗିବ। ହୁଁ ସବୁ କଥା ମୁଁ ଖୋଲିକି କହିବିନି ଖୋଲିକି କହିଲେ ମୋର ଅସୁବିଧା। ହଁ ନା ହୁଁ ହଁ ମାର୍କେଟ ରେ ଚିନି ମହଙ୍ଗା ହେଇଯାଇଛି ତ ସେଇ ଯୋଗୁ ଫ୍ରି ଅଫ କଷ୍ଟରେ ବିନା ଜିଏସଟି ରେ ତମେ ଚିନି ଭଳିଆ କଥା କହୁଛ ଆଉ। ଚିନି ଏବେ ଆମ ଦେଶକୁ ଆସିବା ବନ୍ଦ ହେଇଗଲାଣି ଧୀରେ ଧୀରେ। କିସ ପାଇଁ ତମ ଭଳିଆ ସ୍ୱାମୀ ମାନଙ୍କ ପାଇଁ। ହଁ ତମେ ହଁ ତମେ ଯାହାବି କହିବ ମୁଁ ତମ କଥାରେ ଏକମତ। ହଁ ନା ହଁ ତାହେଲେ ତମେ ମତେ ସତରେ ଭଲ ପାଅ ତ? ମୁଁ ଆରେ ତମ ଲାଇଫରେ ବର୍ଡନ ଆରେ ହେଇକି ନାହିଁ ତ ଆରେ ମୁଁ ତମକୁ କଷ୍ଟ ଦଉନି ତ? ସତରେ କଣ 18 19 ଭଲ ପାଏ। ଓହୋ ହୁଁ ଏମିତି ତମେ କୋଉ ଭଳିଆ ଭାବୁଛ କି? ନାଇଁ ଭାବୁଥିଲି କିଛି ନୁହଁ ଯେ ମୋର ଗୋଟେ ସାଙ୍ଗଟେ ଥିଲା ହେଲା। ତମେ ଥିଲା ମାନେ ଅଛନ୍ତି ପରା ଥିଲା କଣ ଅଛି ପରା ତୋ ସାଙ୍ଗ। ହଁ ଅଛି ମୋର ଗୋଟେ ବେଷ୍ଟି ଥିଲା ହେଲା ସିଏ ଲଭ ମ୍ୟାରେଜ କରିଥିଲା। ତା ହଜବେଣ୍ଡ ଯିଏ ତାକୁ ଏବେ ସେତେ ଭଲ ପାଉନି ତାକୁ ସବୁବେଳେ ବାଡ ମରା କରୁଛି। ସବୁ କେତେବେଳେ ରେସପେକ୍ଟ ଦଉନି ତାକୁ ସବୁବେଳେ ଗାଳି କରୁଛି। ତ ମୁଁ ଭାବିଲି କାଳେ ମୋ ସ୍ୱାମୀ ବି ସେମିତି ହେଇଥିବ କି କଣ ନା ମୁଁ ନା ଟିକେ ନା ସେଇ ଯୋଗୁ ସେମି ଶୁଣ ପଚାରିଲି ଶୁଣ ତମକୁ ସେମିତି ଆଉ। ନୁହେଁ ସେମିତି ଉଲଟା ହେଇଛି।
ହଁ କି ନା ଏମିତି ନା କଥା? ନାଇଁ 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 ନା ଉଲ୍ଟା ହେଇଗଲା ନା ସେମିତି କିଛି ନୁହେଁ ମୁଁ କହୁଥିଲି ଯେ ତା ସ୍ୱାମୀ ଟା ବହୁତ ତାକୁ ହଇରାଣ କରୁଛି ଆଉ। ହୁଁ। ହୁଁ, କିଛି ନୁହେଁ ତମେ କରିବନି ତମେ ତ? କୁହ। ହୁଁ ତମେ କରିବନି ତ? ମୁଁ କରୁଛି କି ମୋ ଉପରେ ହଉଛି ମୁଁ ନିଜେ ଜାଣିନାହିଁ। ଅନାନୀ ସତ କଥା କଣ କହିଦଉଛ? ମୁଁ ତମକୁ କଷ୍ଟ ଦଉଛି ହାଁ? ଯେତିକି ଖାଇବାକୁ କରିକି ଦଉଛି ସେତିକି ଖାଅ। ଅଧିକା କଥା ବାବା ସାଙ୍ଗେ 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 ଫଣା ଟେକିଦେଲା ଆଉ। ଏଇଠି ଗୋଟେ ହଉ ଛାଡ ସାପଟେ ଆଜି ଏଇଠି ଗୋଟେ ସାପଟେ ଗଲା ନା ଏଇଠି ଫଣା ଟେକିଦେଲା ନା ସେଇଥିପାଇଁ ଏଇ ଭିଡିଓରେ ଦେଖୁଥିଲି। ତମେ କୁହ। ହଁ ହଁ ତମକୁ ଭଲ ଦେଖେଇ ହେଇକି କଥା କହିଯାଇଛି। ତମେ ଭାବିଲେ ତମକୁ କହୁଛି ନା। ନାଇଁ ମତେ କାହିଁ ଭାବୁଥିଲି କହିବ? ମତେ ତ ତମେ ଭାରି ଭଲ ପାଅ। ଭାରି ମାନେ ଭାରି ଓଜନରେ ଭଲ ପାଏ। ହଁ ହଁ କୋଉଥିରେ ମାପିଥିଲ ବା? ମାପା ଯନ୍ତ୍ର ଥିଲେ ମାପି ପାରିଥାନ୍ତି ମାପା ଯନ୍ତ୍ର ହିଁ ନାହିଁ। ତାହେଲେ କଣ ଅନଲିମିଟେଡ? ହଁ ଅନଲିମିଟେଡ ମାନେ ଏତେ ଭଲ ପାଉଛ ସେଇ ଭଲ ଯୋଗୁ ମୁଁ ଖାଇଲା ବେଳେ ଖାଲି ତଣ୍ଟିରେ ଲାଗୁଛି ଆଉ। ଓ ମାଇ ଗଡ୍। ହଉ ମୋ ଛାଡ ମୋ ଭଲ ଏତେ ତ ପାଇବାକୁ ପ୍ରଶଂସା ତମେ ତ କଲ ଆଜି। ମୋ ଭଲ ହଉ କୁହ। ପାଇବାକୁ ତମେ ତ ଫିଲ୍ କରିପାରୁଛ ମୁଁ ବହୁତ ଭାଗ୍ୟଶାଳୀ ମୋ ଭଲ ପାଇବାକୁ କିଏ ଫିଲ୍ କରିପାରୁଛି। ଅହ ଓହୋ ହଉ ଛାଡ। ଏତେ ତ ପ୍ରଶଂସା କଲଣି ଡିନରରେ କଣ ଖାଇବ କୁହ? ତମ ପସନ୍ଦର କଣ କୁହ ମୁଁ ଆଜି ବନେଇଦେବି। ଦିନରେ ତ ମୁଢି ତରକାରୀ ଗୋଳେଇକି ଖାଏ ଆଜି କଣ ଗୋଟେ କିଛି ହଉ ଭଲ। ଘରେ ସନ୍ତୁଳା ହେଇଛି ରୁଟି ସନ୍ତୁଳା କରିଛି ଚୁପଚାପ ଖାଇଦବ ଏତେ କଥା କୁହ। ମତେ ମୋ ମୁଢି ତରକାରୀ ଦେଇଦବ ମୋ ଭଲ କି ଖାଇବା ଛାଡିକି ମୁଁ ଖରାପ ଖାଇବା ଖାଇବିନି। ମୁଢି ନା ତରକାରୀ ନା କେତେ ନା ଭଲ। ନାଇଁ ନା ରୁଟି ସନ୍ତୁଳା ହେଇଛି ଚୁପଚାପ ଖାଇବ ଏତେ କଥା କୁହନି। ଓ ମୋ ସ୍ତ୍ରୀ କେତେ ଭଲ ଭଲ ଖାଇବା ଦଉଛି ମୋର କେତେ ଯତ୍ନ ନଉଛି। ଦେଖୁଛୁ ମୋ ସାଙ୍ଗ ସ୍ତ୍ରୀ ହବ ତ ବୁଝି ଏମିତି। ଆଉ ବୁଝିପାରୁନ। ଆଜି କଣ ହେଇଛି କହିଲୁ ଏମିତି ସବୁ କଥା ହଉଛୁ। ତ ଡାଟା ପ୍ୟାକ୍ ସରିଯାଇଛି କି ସତ କହିଲୁ? ମୋବାଇଲ ର ନାଇଁ ଯେ ନା ନାଇଁ ଯେ ମୁଁ ଗୋଟେ ଫ୍ଲିପକାର୍ଟରେ ଗୋଟେ ଶାଢୀଟେ ଦେଖିଥିଲି ମତେ ଭାରି ପସନ୍ଦ ଆସିଛି। ସେଇ ଶାଢୀ କଥା ବୁଲେଇ ବାଙ୍କେଇ ସେଇ ଶାଢୀ ପାଖରେ ରହିଲୁ ତୁ। ଏତେ କଷ୍ଟ କରୁଛ ମୋ ପାଇଁ ଗୋଟେ ଶାଢୀଟେ ଆଣି ପାରିବନି କି କଥା ଏତେ ଭଲ ପାଉଛ ମତେ। ଗୋଟେ ମୋ ପାଇଁ କଣ ଗୋଟେ ଶାଢୀଟେ ଆଣି ପାରିବନି। ଗୋଟାଏ କଣ 5ଟା ଆଣିଦେବି। ନା ମୋର ଗୋଟିଏ ଦରକାର ପରା। ନାଇଁ ମୁଁ 5ଟା ଆଣିଦେବି ପରା। ଆରେ ମୋ ଭଉଣୀ ବାହାଘର ଅଛି ନା ମୁଁ ଯିବି ସେଇ ଲାଗି କହୁଥିଲି ଗୋଟେ ଶାଢୀଟେ ଆଣିଦେଇଥାନ୍ତି। ତୋର କେତୁଟା ଭଉଣୀ? ହଉ ହଉ ତୁ ଆଣିଦବ କି ନାଇଁ କହୁନ? ହଉ ଆଣିଦବା। ମୋ ଶଶୁର ତ ଯେତେବେଳେ ଗୋଟେ ଝିଅଟେ ଗୁଡ୍ ବାଇ। ମୋ ଶଶୁରକୁ ଯେତେବେଳେ ଗୋଟେ ଝିଅଟେ ଜନ୍ମ କରିକି ରଖିଛି ତାକୁ ନଦେଲେ ମୋ ଶଶୁର ରାଗିବନି? ହଁ ଶାଶୁ ପ୍ରତି ଦରଦ ଉଛୁଳି ପଡୁଛି ଜଇଁର। ହଉ ଠିକ ଅଛି ହଉ ମୁଁ ରଖୁଛି ହଉ ନା କଣ ହଉ କହୁଛ? ତମ ଜଇଁ ପଣିଆ ସେ ଟିକେ ରଖିଥାଅ ବା। ମୁଁ ହଉ ରଖୁଛି। ଆଲୋ ଶୁଣ ବା। ଏଇ ବାବା ହଉ କୁହ ଜଲଦି କୁହ। ରାଗିଗଲ ନା କଣ? ରୁଟି ସନ୍ତୁଳା ହେଇନି ତମ ଫେବରେଟ ପନିର ତରକାରୀ ହେଇଛି ଆସିବେ ଖାଇବ। ହଉ ରଖୁଛି ଆଜି ଆକ୍ଚୁଆଲି କଣ ହେଇଛି ମତେ ଏମିତି ଫୋନ କରି କହୁଛ? ନାଇଁ ଗୋଟେ ଖୁସିରେ କହିଦେଲି ମୋ ସ୍ୱାମୀ କଣ ଫୋନ କରିକି କିଏ କରିବ? ହଉ ତୋ ସ୍ୱାମୀ ଏଥିରୁ ଆଉ ବୁଝିପାରୁଥିବ ମୋ ଭଲ ପାଇବାଟା କୋଉ ପ୍ରକାର। ଓହୋ ବୁଝିପାଇଲି। ତୁମେ କୋଉ ହିମାଳୟ ପର୍ବତର କି ପାତାଳ ତଳେ ଖୋଜିଲେ ବି ଏମିତିଆ ଝିଅଟେ ପାଇବନି ହେଲା। ଛାତ ଉପରେ ଦେଲି ପାଉଛୁ ପରା। କଥାରେ କଥାରେ ସତ କଥା କହିଦଉଛ। ଟିକେ ସତ ଦେଖି ଚାହିଁ ବତ କଥା ହବ ଏଥର। ତମ ଶିରକୁ କଣ ବାଧି ଯାଉଛି? ନାଇଁ ମ ଏ ବାଧୁନି। ଅନାନୀ ଅନାନୀ ନୁହଁ ଶାଢୀଟା ଦରକାର ଆଣିଦବ। ହଉ ରଖିଦେ ଗଲା ବେଳକୁ ନେଇଯିବି। ହଉ ହଉ ଧନ ଟା ଟା। ଟାଟା ଲଭ୍ ୟୁ ଲଭ୍ ୟୁ। ଆଇ ହେଟ୍ ୟୁ। କଣ କହିଲ? ମୁଁ କହିଲି ଆରେ ସେଠୁ ଆଣେ ମୁଁ ସାଙ୍ଗେ ଏଠି ଏପଟେ କାମ ହେଲାନି ମୁଁ କଣ କରିବି ଆଉ। ହଁ ହଉ ଦେଖି ରଖିଲି ଚାହିଁ କଥାବାର୍ତ୍ତା କର। ହଉ ରଖୁଛି ଦେଖି ଚାହିଁ ଦେଖି ଚାହିଁ କଥାବାର୍ତ୍ତା କରିବ ତମ ହ୍ୟାଲୋ ଧନ ସମ୍ପତ୍ତିର ଅଧା ଭାଗ ମୋର ହେଲା। ହ୍ୟାଲୋ 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 ହଁ ହ୍ୟାଲୋ ହଁ ହ୍ୟାଲୋ। ଶୁଭୁଛି କୁହ ହଁ କହୁନ। ଏ ଶୁଭୁନି ଏଇ ମୋବାଇଲ ଟାକୁ କଣ ହେଲା ବେ ହ୍ୟାଲୋ। ହଉ ଧନ ରଖିଦିଅ ଟା ଟା। ହ୍ୟାଲୋ 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 ହ୍ୟାଲୋ। ମରିଗଲା ନା କି ସେ? ଏମିତିଆ ସ୍ୱାମୀ କେଜାଣି କଣ କହିଲ? ହ୍ୟାଲୋ।